ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଗତ ଅଧ୍ୟୟନରେ ଆମେ ଆଦି ଆଲୋଚନା କରିଥିଲୁ ଯେ ଦୁର୍ଭିକ୍ଷ ସମୟରେ ପରମେଶ୍ୱର କିପରି ଇସାକଙ୍କ ସହ ନିଜର ନିୟମକୁ ପୁନଃନିଶ୍ଚିତ କରିଥିଲେ। ପରମେଶ୍ୱର ଇସାକଙ୍କୁ ସେହି ସମାନ ପ୍ରତିଜ୍ଞା ମନେ ପକାଇ ଦେଇଥିଲେ ଯାହା ସେ ଅବ୍ରାହମଙ୍କୁ ଦେଇଥିଲେ। ଆଜିର ଅଧ୍ୟୟନରେ ଆମେ ଅଧ୍ୟୟନ କରିବାକୁ ଯିବା ଯେଉଁଠାରେ ଆମେ ଦେଖିବା କିପରି ଯାକୋବ ଇସାକଙ୍କ ଆଶୀର୍ବାଦ ପ୍ରାପ୍ତ କରୁଛନ୍ତି। ତେବେ ଆସନ୍ତୁ ବକ୍ତାଙ୍କ ସହିତ ଆଜିର ଅଧ୍ୟୟନ ଆରମ୍ଭ କରିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟକୁ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଆଦି ପୁସ୍ତକ 27 ଅଧ୍ୟାୟ। ବିଷୟ ଯାକୋବ ଏସୋଙ୍କ ଜନ୍ମଗତ ଜ୍ୟେଷ୍ଠ ଅଧିକାର ହରଣ କରନ୍ତି। ଯାକୋବ ମାମୁଙ୍କ ଘର ଲାବନ ପାଖକୁ ପଳାୟନ କରେ। ଏହି ଅଧ୍ୟାୟର ବିଷୟବସ୍ତୁ ହେଉଛି ଯାକୋବ ଏବଂ ତାଙ୍କ ମାତା ରିବିକା ଯାକୋବଙ୍କ ପାଇଁ ଇସାକଙ୍କ ଆଶୀର୍ବାଦ ହରଣ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି। କିନ୍ତୁ ଯାକୋବଙ୍କ ପିତା ଇସାକ ଏସୋକୁ ଏହି ଆଶୀର୍ବାଦ ଦେବାକୁ ଚାହୁଁଥିଲେ। ଆପଣ ଦେଖୁଛନ୍ତି ଯେ ଯାକୋବ ତାଙ୍କ ପିତାଙ୍କ ଠାରୁ ଏହି ଆଶୀର୍ବାଦ ଚାହୁଁଥିଲେ। ସେ ଜାଣିଥିଲେ ଯେ ପରମେଶ୍ୱର ତାଙ୍କ ମାତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ବଡ଼ ପୁଅ ସାନ ପୁଅର ସେବା କରିବ। ତେଣୁ ଆଶୀର୍ବାଦ ପୂର୍ବରୁ ହିଁ ତାଙ୍କର ଥିଲା। ତଥାପି ସେ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ। ତାଙ୍କ ମାତା ରିବିକା ମଧ୍ୟ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ। ସ୍ପଷ୍ଟ ଭାବରେ ପିତା ଇସାକ ମଧ୍ୟ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ। ନଚେତ୍ ସେ କେବେ ବି ଯାକୋବଙ୍କୁ ଏଡ଼ାଇ ଯାଇ ଏସୋଙ୍କୁ ଆଶୀର୍ବାଦ ଦେବାକୁ ଚେଷ୍ଟା କରିନଥାନ୍ତି। ସେ ପରମେଶ୍ୱରଙ୍କ ସ୍ୱତନ୍ତ୍ର ବାକ୍ୟର ବିରୁଦ୍ଧାଚରଣ କରି ନିଜର ଭାବନା ଏବଂ ଆକାଂକ୍ଷାକୁ ଅନୁସରଣ କଲେ। ଯାକୋବ ଜନ୍ମଗତ ଅଧିକାର ପାଇବା ପାଇଁ ଯେଉଁ ପଦ୍ଧତି ବ୍ୟବହାର କରିଥିଲେ ତାହା କୌଣସି ଆଧାରରେ ସମର୍ଥନ କରାଯାଇପାରିବ ନାହିଁ। ସେ ଠକେଇ ଏବଂ ପ୍ରତାରଣା ବ୍ୟବହାର କରିଥିଲେ। ତାଙ୍କର ଆଚରଣ ଘୃଣ୍ୟ ଥିଲା। ହାଗାର ଏବଂ ଇସମାଏଲଙ୍କ କ୍ଷେତ୍ରରେ ପରମେଶ୍ୱର ସାରା ଏବଂ ଅବ୍ରାମଙ୍କ ଆଚରଣକୁ ଯେପରି କ୍ଷମା କରିଥିଲେ ସେହିପରି ଏମାନଙ୍କୁ କ୍ଷମା କରିନଥିଲେ। ପରମେଶ୍ୱର ଯାକୋବ ପରି ଚତୁରତା ଏବଂ ଧୂର୍ତ୍ତତା ବ୍ୟବହାର କରିପାରିବେ ନାହିଁ। ଆମେ ଦେଖିବା ପରମେଶ୍ୱର ଏହି ବ୍ୟକ୍ତିଙ୍କ ସହିତ ଏକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର କରନ୍ତି। ଯାକୋବ ଯେଉଁ ମୁଦ୍ରାରେ ପାପ କରିଥିଲେ ସେହି ମୁଦ୍ରାରେ ହିଁ ତାଙ୍କ ପାପର ମୂଲ୍ୟ ଦେବ। ଆମେ ଏହି ଅଧ୍ୟାୟରେ ପ୍ରବେଶ କରିବା ସମୟରେ ଆପଣ ଏହା ଲକ୍ଷ୍ୟ କରିବେ। ଅଧ୍ୟାୟ 26 ଏସୋ ସହିତ ଶେଷ ହୋଇଥିଲା, ଯିଏ ପ୍ରାୟ 40 ବର୍ଷ ବୟସରେ ଦୁଇଟି ହିତ୍ୟ ମହିଳାଙ୍କୁ ବିବାହ କରିଥିଲା। ଏହା ଇସାକ ଏବଂ ରିବିକାଙ୍କ ପାଇଁ ଦୁଃଖର ବିଷୟ ଥିଲା। ବର୍ତ୍ତମାନ ସେମାନେ ଜାଣିପାରିଥିଲେ ଯେ ଯଦି ଯାକୋବ ମଧ୍ୟ ଜଣେ ହିତ୍ୟ ମହିଳା କିମ୍ବା ଜଣେ ପଲେଷ୍ଟିଆ ମହିଳାକୁ ବିବାହ ନ କରୁ ବୋଲି ସେମାନେ ଚାହାନ୍ତି, ତେବେ ତାଙ୍କୁ ହାରଣକୁ ପଠାଇବାକୁ ପଡ଼ିବ, ଯେଉଁଠାରୁ ଇସାକ ଅବ୍ରାମଙ୍କ ପରିବାରରୁ ତାଙ୍କ ସ୍ତ୍ରୀଙ୍କୁ ପାଇଥିଲେ। ଯାକୋବ ଏସୋଙ୍କ ଜ୍ୟେଷ୍ଠ ଅଧିକାର ହରଣ କରନ୍ତି। ଆଦି ପୁସ୍ତକ 27 ପର୍ବ ତାର 1 ପଦରୁ 4 ପଦରେ ଲେଖା ଅଛି, ଅନନ୍ତର ଇସାକ ବୃଦ୍ଧ ହୁଅନ୍ତେ ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖିପାରିଲେ ନାହିଁ। ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏସୋକୁ ଡାକି କହିଲେ, ପୁଅରେ। ତହିଁରେ ସେ ଉତ୍ତର କଲା, ଦେଖନ୍ତୁ ମୁଁ ଏଠାରେ। ତହୁଁ ସେ ତାହାକୁ କହିଲେ, ଦେଖ ମୁଁ ବୃଦ୍ଧ ହୋଇଅଛି। କେଉଁଦିନ ମୋର ମୃତ୍ୟୁ ହେବ ତାହା ମୁଁ ଜାଣେ ନାହିଁ। ଏବେ ବିନୟ କରୁଅଛି, ତୁମେ ଏତେବେଳେ ତୃଣ ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋ ନିମନ୍ତେ ମୃଗ ଆଣ। ପୁଣି ମୁଁ ଯେ ରୂପ ଭଲ ପାଏ ସେ ରୂପ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ ନିକଟକୁ ଆଣ। ତହିଁରେ ମୋହର ପ୍ରାଣ ମୃତ୍ୟୁ ପୂର୍ବରେ
ତୁମକୁ ଆଶୀର୍ବାଦ କରିବ। ଆମେ ଦେଖିଛୁ ଯେ ଇସାହାକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ, ଜଣେ ମହାନ ବ୍ୟକ୍ତି। ଅବିମେଲେକ ଏବଂ ପଲିଷ୍ଟିୟମାନେ ତାଙ୍କୁ ଭୟ କରୁଥିବାରୁ ତାଙ୍କ ସହିତ ଏକ ଚୁକ୍ତି କରିବାକୁ ଆସିଥିଲେ। ସେ ଧୈର୍ଯ୍ୟବାନ ଏବଂ ଶାନ୍ତିପ୍ରିୟ ଥିଲେ, କିନ୍ତୁ ଏଠାରେ ସେ ଶରୀରର ସେହି ଦୁର୍ବଳତାକୁ ପ୍ରକାଶ କରନ୍ତି। ତାଙ୍କ ଜୀବନ ସାରା ଏସୋ ତାଙ୍କର ପ୍ରିୟ ଥିଲା। ଯେତେବେଳେ ଯାକୁବ ରିବିକାର ପ୍ରିୟ ଥିଲେ, ଏସୋ ଶିକାର ପ୍ରିୟ ଥିଲା, ଯିଏ ବାହାରକୁ ଯାଇ ଏକ ହରିଣ କିମ୍ବା ଅନ୍ୟ କୌଣସି ପଶୁ ମାରି ଆଣୁଥିଲା। ସେ ଏହାକୁ ରାନ୍ଧି ବୃଦ୍ଧ ପିତାଙ୍କୁ ଦେଉଥିଲେ ଏବଂ ଇସାହାକ ଏହାକୁ ଉପଭୋଗ କରୁଥିଲେ। ବର୍ତ୍ତମାନ ଇସାହାକ ବହୁତ ବୃଦ୍ଧ ଏବଂ ସେ ତାଙ୍କର ପ୍ରିୟ ପୁଅକୁ ଆଶୀର୍ବାଦ କରିବାକୁ ଚାହାନ୍ତି। ସେ ଭଲ ଭାବରେ ଜାଣନ୍ତି ଯେ ପରମେଶ୍ୱର କହିଛନ୍ତି ଯେ ବଡ଼ ସାନ ଭାଇର ସେବା କରିବ, କିନ୍ତୁ ସେ ତାହାକୁ ଏଡ଼ାଇ ଦିଅନ୍ତି। ସେ ଏସୋକୁ ଆଶୀର୍ବାଦ କରିବାକୁ ଚାହାନ୍ତି, ତେଣୁ ସେ ଏସୋକୁ ବାହାରକୁ ଯାଇ କିଛି ଶିକାର ମାଂସ ଆଣିବାକୁ କୁହନ୍ତି ଏବଂ ସେ ଏଥିପାଇଁ ତାଙ୍କୁ ଆଶୀର୍ବାଦ କରିବେ। ଆମେ ଆଦି ପୁସ୍ତକର ଏହି ଶେଷ ପ୍ରମୁଖ ଅଂଶକୁ ଆସିବା ପରଠାରୁ ଆପଣ ସେଠାରେ ଥିବା ପାରିବାରିକ କଳହ କ'ଣ ଲକ୍ଷ୍ୟ କରିଛନ୍ତି? ହାଗାରଙ୍କ କାରଣରୁ ଅବ୍ରାମଙ୍କ ପରିବାରରେ କଳହ ଥିଲା। ବର୍ତ୍ତମାନ ଏହି ଯମଜ ସନ୍ତାନକୁ ନେଇ ଏହି ପରିବାରରେ କଳହ ଚାଲିଛି। ଆଦି ପୁସ୍ତକ 27 ପର୍ବ ତାର 5 ପଦରୁ 8 ପଦରେ ଲେଖା ଅଛି, ଇସାହାକ ଆପଣା ପୁତ୍ର ଏସୋକୁ ଏହି କଥା କହିବା ବେଳେ ରିବିକା ଶୁଣିଲା। ଏହେତୁ ଏସୋ ମୃଗୟା ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ। ରିବିକା ଆପଣା ପୁତ୍ର ଯାକୁବକୁ କହିଲା, ଦେଖ, ତୁମ୍ଭର ଭ୍ରାତା ଏସୋ ସହିତ ତୁମ୍ଭ ପିତାଙ୍କର କଥୋପକଥନ ମୁଁ ଶୁଣିଲି। ସେ ତାହାକୁ କହିଲେ, ତୁମ୍ଭେ ମୃଗୟା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର। ତହିଁରେ ଆମେ ଭୋଜନ କରି ମୃତ୍ୟୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମକୁ ଆଶୀର୍ବାଦ କରିବା। ଏ ନିମନ୍ତେ ପୁଅ, ଏବେ ମୁଁ ତୁମକୁ ଯେଉଁ ଆଜ୍ଞା ଦେଉଅଛି, ମୋହର ସେହି କଥା ଶୁଣ। ରିବିକା ଇସାହାକଙ୍କ କଥା ଶୁଣିପାରିଲେ। ଯାକୁବ ତାଙ୍କର ପ୍ରିୟ, ତେଣୁ ସେ ଏହି ପ୍ରତାରଣାପୂର୍ଣ୍ଣ ଯୋଜନାକୁ କଳ୍ପନା କରନ୍ତି। ଏହା ସମ୍ପୂର୍ଣ୍ଣ ପ୍ରତାରଣା ଏବଂ ଏହାକୁ କୌଣସି ଆଧାରରେ କ୍ଷମା କରାଯାଇପାରିବ ନାହିଁ। ପରମେଶ୍ୱର ଏହାକୁ ଇତିହାସର ଭାବରେ ରେକର୍ଡ କରୁଛନ୍ତି ଏବଂ ସେ ଏହାକୁ ନିନ୍ଦା କରନ୍ତି। ଆମେ ତାହା ଦେଖିବା। ଏଠାରେ କ'ଣ କରାଯାଉଛି ତାହା ମନେ ରଖନ୍ତୁ ଏବଂ ପରେ ଆପଣ ଦେଖିବେ ଯେ ଯାକୁବଙ୍କ ପାଇଁ ଛେଳି ମାଂସ ଘରକୁ ଆସିବ। ଏବେ ରିବିକା ଯାକୁବଙ୍କୁ କହୁଛନ୍ତି। ଆଦି ପୁସ୍ତକ 27 ପର୍ବ ତାର 9 ପଦରୁ 11 ପଦରେ ଲେଖା ଅଛି, ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ 2 ଗୋଟି ଉତ୍ତମ ଛେଳି ଛୁଆ ଆଣ। ତହିଁରେ ତୁମ୍ଭର ପିତା ଯେ ରୂପ ଭଲ ପାଆନ୍ତି ସେ ରୂପ ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି। ତୁମ୍ଭେ ତାହା ଘେନି ପିତାଙ୍କ ନିକଟକୁ ଯାଅ। ତହିଁରେ ସେ ତାହା ଭୋଜନ କରି ମୃତ୍ୟୁ ପୂର୍ବରେ ତୁମକୁ ଆଶୀର୍ବାଦ କରିବେ। ସେତେବେଳେ ଯାକୁବ ଆପଣା ମାତା ରିବିକାକୁ କହିଲା, ଦେଖ, ମୋହର ଭ୍ରାତା ଏସୋ ଲୋମଶ, ମାତ୍ର ମୁଁ ନିର୍ଲୋମ। ଏସୋ କେବଳ ଜଣେ ଶିକାରୀ ଏବଂ ଲାଲ ରଙ୍ଗର ଲୋକ ନଥିଲେ, ବରଂ ସେ ଜଣେ ଲୋମଶ ଲୋକ ମଧ୍ୟ ଥିଲେ। ଆଦି ପୁସ୍ତକ 27 ପର୍ବ ତାର 12 ପଦରେ ଲେଖା ଅଛି, ଏଣୁ ଯେବେ ପିତା ମୋତେ ସ୍ପର୍ଶ କରିବେ, ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି। ତାହାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି। ସେ କେବଳ ଜଣେ ପ୍ରତାରକ ପରି ଦେଖାଯିବ ନାହିଁ, ସେ ଜଣେ ପ୍ରତାରକ। ଆଦି ପୁସ୍ତକ 27 ପର୍ବ ତାର 13 ପଦରୁ 17 ପଦରେ ଲେଖା ଅଛି, ମାତ୍ର ତାହାର ମାତା କହିଲା, ପୁଅ, ସେହି ଅଭିଶାପ ମୋତେ ଘଟୁ। କେବଳ ତୁମ୍ଭେ ମୋ କଥା ମାନ ଓ ଯାଇ ଛେଳି ଛୁଆ ଆଣ। ତହୁଁ ଯାକୁବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତି। ମାତା ତାହାର ପିତାର ରୁଚି ଅନୁସାରେ ସୁସ୍ୱାଦୁ ଖାଦ୍ୟ ରନ୍ଧନ କଲା। ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠ ପୁତ୍ର ଏସୋର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୁବକୁ ପିନ୍ଧାଇଲା। ପୁଣି ଛେଳି ଛୁଆର ଛାଲ ଘେନି ତାହା ହସ୍ତରେ ଓ ଗଳଦେଶର ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା। ଆଉ ସେହି ରନ୍ଧା ସୁସ୍ୱାଦୁ ଖାଦ୍ୟ ଓ ରୋଟି ଯାକୁବର ହସ୍ତରେ ଦେଲା। ବନ୍ଧୁ, ମୁଁ ଏଥିରେ ମତ ନ ଦେଇ ରହିପାରୁନାହିଁ। ରିବିକା ଛେଳି ଛୁଆର ସେହି ଚମଡ଼ାକୁ ଯାକୁବର ବେକ ପଛପଟେ ଏବଂ ତାଙ୍କ ହାତ ପଛପଟେ ବାନ୍ଧି ଦେଇଥିଲେ, ଯାହାଦ୍ୱାରା ତାଙ୍କ ବାପା ତାଙ୍କୁ ଛୁଇଁ ଭାବିବେ ଯେ ସେ ଏସୋ। ସେ ତାଙ୍କୁ ଏସୋଙ୍କ ପୋଷାକ ମଧ୍ୟ ପିନ୍ଧାଇଥିଲେ, ଯାହାଦ୍ୱାରା ସେ ତାଙ୍କ ପରି ବାସ୍ନା ପାଇବ।
ଆଦି ପୁସ୍ତକ 27 ପର୍ବ ତାର 18 ପଦରୁ 20 ପଦରେ ଲେଖା ଅଛି। ତହୁଁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲା, ପିତ। ସେ ଉତ୍ତର କଲେ, ଦେଖ ମୁଁ ଏଠାରେ, ପୁତ୍ର ତୁମ୍ଭେ କିଏ? ଯାକୁବ ଆପଣା ପିତାଙ୍କୁ କହିଲା, ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏସୋ। ଆପଣ ଯାହା ଆଜ୍ଞା କରିଥିଲେ ମୁଁ ତାହା କଲି। ଏବେ ନିବେଦନ କରୁଅଛି, ଆପଣ ଉଠନ୍ତୁ, ପୁଣି ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ। ତହିଁତାରୁ ଆପଣଙ୍କ ପ୍ରାଣ ମୋତେ ଆଶୀର୍ବାଦ କରୁ। ତହିଁରେ ଇସାହାକ ଆପଣା ପୁତ୍ରକୁ କହିଲେ, ପୁତ୍ର ତୁମେ ଏତେ ଶୀଘ୍ର ତାହା କିପରି ପାଇଲ? ସେ କହିଲା, ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ। ବିଶ୍ୱାସ କରନ୍ତୁ, ଏହି ନିର୍ଦ୍ଦିଷ୍ଟ ସମୟରେ ଏହି ପିଲାଟି ଧାର୍ମିକ ଠକେଇର କାର୍ଯ୍ୟ କରୁଛି। ଆଜି ମଣ୍ଡଳୀରେ ମଧ୍ୟ ଆପଣ ଏପରି ଅନେକ ଠକେଇ ପାଇପାରିବେ। ପ୍ରଭୁ ସେମାନଙ୍କୁ ନେତୃତ୍ୱ ଦେଉଥିବା କଥା ହୁଅନ୍ତି। ବେଳେବେଳେ ପ୍ରଭୁ ସେମାନଙ୍କୁ କିଛି ଅସାଧାରଣ କାମ କରିବାକୁ ଚାଳନା ଦିଅନ୍ତି। ମୁଁ ବେଳେବେଳେ ଦେଖେ ଯେ ଖ୍ରୀଷ୍ଟିଆନ ଲୋକମାନେ ଏପରି କାମ କରନ୍ତି ଯାହା ପାଇଁ ମାଫିଆମାନଙ୍କୁ ଗିରଫ କରାଯିବ। କିନ୍ତୁ ଏହି ଲୋକମାନେ ଏ ବିଷୟରେ ବହୁତ ଧାର୍ମିକ ଭାବରେ ପ୍ରାର୍ଥନା କରିପାରିବେ ଏବଂ କହିପାରିବେ ଯେ ଏହା ପ୍ରଭୁଙ୍କ ଇଚ୍ଛା। ବିଶ୍ୱାସ କରନ୍ତୁ, ଏହି ସମୟରେ ଯାକୁବ ଜଣେ ଧାର୍ମିକ ଠକର କାର୍ଯ୍ୟ କରୁଛି। ପ୍ରଭୁଙ୍କର ଏହି ଠକାଇ କାର୍ଯ୍ୟ ସହିତ କୌଣସି ସମ୍ପର୍କ ନଥିଲା। ଆଦି ପୁସ୍ତକ 27 ପର୍ବ ତାର 21 ପଦରୁ 27 ପଦରେ ଲେଖା ଅଛି। ଇସାହାକ ଯାକୁବକୁ ଆହୁରି କହିଲେ, ପୁତ୍ର ମୋ ପାଖକୁ ଆସ। ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏସୋ କି ନାହିଁ ତୁମକୁ ସ୍ପର୍ଶ କରି ଜାଣିବି। ତହୁଁ ଯାକୁବ ଆପଣା ପିତା ଇସାହାକଙ୍କ ନିକଟକୁ ଯାଆନ୍ତେ ସେ ତାହା ସ୍ପର୍ଶ କରି କହିଲେ, ଏହି ସ୍ୱର ଯାକୁବର ସ୍ୱର, ମାତ୍ର ଏହି ହସ୍ତ ଏସୋର ହସ୍ତ ଅଟଇ। ଏହି ରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏସୋର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା। ଏଣୁ ସେ ତାହାକୁ ଆଶୀର୍ବାଦ କଲେ। ଅନନ୍ତର ସେ କହିଲେ, ତୁମ୍ଭେ କି ନିତାନ୍ତ ମୋହର ପୁତ୍ର ଏସୋ? ସେ କହିଲା, ହଁ ମୁଁ ସେହି। ସେତେବେଳେ ଇସାହାକ କହିଲେ, ତାହା ମୋ ପାଖକୁ ଆଣ, ମୁଁ ଆପଣା ପୁତ୍ରର ଆନିତ ମୃଗୟା ମାଂସ ଭୋଜନ କରିବି। ତହୁଁ ମୋହର ପ୍ରାଣ ତୁମକୁ ଆଶୀର୍ବାଦ କରିବ। ତହିଁରେ ସେ ନିକଟକୁ ଆଣି ଦିଅନ୍ତେ ଇସାହାକ ତାହା ଭୋଜନ କଲେ। ପୁଣି ଦ୍ରାକ୍ଷାରସ ଆଣି ଦିଅନ୍ତେ ତାହା ପାନ କଲେ। ଅନନ୍ତର ତାହାର ପିତା ଇସାହାକ କହିଲେ, ପୁତ୍ର ଏବେ ମୋ ନିକଟକୁ ଆସି ମୋତେ ଚୁମ୍ବନ କର। ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ ଇସାହାକ ତାହାର ବସ୍ତ୍ରର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, ଦେଖ ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ ପୁତ୍ରର ସୁଗନ୍ଧି। ଇସାହାକ ସନ୍ଦେହ କରିଥିଲେ ଯେ କିଛି ଭୁଲ ହେଉଛି, କିନ୍ତୁ ତାଙ୍କ ସ୍ତ୍ରୀ ତାଙ୍କୁ ଖୁବ୍ ଭଲ ଭାବେ ଜାଣିଥିଲେ ଏବଂ ପ୍ରତିଟି ଜିନିଷକୁ ଅତି ସତର୍କତାର ସହିତ ପ୍ରସ୍ତୁତ କରିଥିଲେ, ଯେପରି ତାଙ୍କର ଧୃତତା ଧରା ପଡ଼ିବ ନାହିଁ। ଆଦି ପୁସ୍ତକ 27 ପର୍ବ ତାର 28 ଏବଂ 29 ପଦରେ ଲେଖା ଅଛି, ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ ଫଳ ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମକୁ ଦିଅନ୍ତୁ। ଲୋକ ସମୂହ ତୁମର ସେବା କରନ୍ତୁ ଓ ନାନା ବଂଶ ତୁମକୁ ପ୍ରଣାମ କରନ୍ତୁ। ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ। ପୁଣି ତୁମ୍ଭର ମାତୃପୁତ୍ରମାନେ ତୁମକୁ ପ୍ରଣାମ କରନ୍ତୁ। ଯେ ତୁମକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ, ପୁଣି ଯେ ତୁମକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ। ଇସାହାକ ଈଶ୍ୱରଙ୍କଠାରୁ ଯେଉଁ ଆଶୀର୍ବାଦ ପାଇଥିଲେ ତାହାକୁ ସେ ହସ୍ତାନ୍ତର କରୁଛନ୍ତି। ଆକର୍ଷଣୀୟ ବିଷୟ ହେଉଛି ଯେ ଏହି ଆଶୀର୍ବାଦ ଯାକୁବଙ୍କର ହୋଇସାରିଥିଲା। ପରମେଶ୍ୱର ଯାକୁବଙ୍କୁ ଆଶୀର୍ବାଦ କରିସାରିଥିଲେ। ଈଶ୍ୱର ଏହି ଧୃତତାର ଛଳନାକୁ ଗ୍ରହଣ କରୁନାହାନ୍ତି। କେହି ହୁଏତ ପ୍ରଶ୍ନ କରିପାରନ୍ତି ଯେ ମେଣ୍ଢା କିମ୍ବା ଛେଳିର ମାଂସ କ'ଣ ହରିଣ ମାଂସ ପରି ଲାଗେ? ବର୍ତ୍ତମାନ ଇସାହାକ ବୁଝିପାରିଲେ ଯେ ସେ କିପରି ସେହି ଷଡ଼ଯନ୍ତ୍ରରେ ଫସିଗଲେ। ଆଦି ପୁସ୍ତକ 27 ପର୍ବ ତାର 34 ପଦରୁ 40 ପଦରେ ଲେଖା ଅଛି, ଏସୋ ପିତାର ଏହି କଥା ଶୁଣିବା ମାତ୍ରେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ମହାଚିତ୍କାର କଲା। ପୁଣି ଆପଣା ପିତାଙ୍କୁ କହିଲା, ପିତ ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ତହିଁରେ ଇସାହାକ କହିଲେ, ତୁମ୍ଭର ଭ୍ରାତା ଆସି ବଞ୍ଚନା କରି ତୁମ୍ଭର ପ୍ରାପ୍ତବ୍ୟ ଆଶୀର୍ବାଦ ଗ୍ରହଣ କଲା। ତହିଁରେ ଏସୋ କହିଲା, ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ, ଯେହେତୁ ସେ ଦୁଇଥର ମୋତେ ପ୍ରବଞ୍ଚନା କଲା।
ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି ଦେଖ ଏବେ ମୋର ପ୍ରାପ୍ତବ୍ୟ ଆଶୀର୍ବାଦ ହିଁ ହରଣ କଲା। ସେ ପୁନର୍ବାର କହିଲା, ଆପଣ କି ମୋ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖିନାହାନ୍ତି? ତହୁଁ ଇସାହାକ ଏସୋକୁ କହିଲେ, ଦେଖ ମୁଁ ତାହାକୁ ତୁମର କର୍ତ୍ତା କଲି, ପୁଣି ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି। ଏହେତୁ ପୁତ୍ର ଏବେ ତୁମ ନିମନ୍ତେ ଆଉ କ'ଣ କରିପାରେ? ତହିଁରେ ଏସୋ ପୁନର୍ବାର ଆପଣା ପିତାଙ୍କୁ କହିଲା, ପିତ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତ, ମୋତେ ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ଏହା କହି ଏସୋ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲା। ତହୁଁ ତାହାର ପିତା ଇସାହାକ ଉତ୍ତର ଦେଇ କହିଲେ, ଦେଖ ତୁମର ବସତି ପୃଥିବୀର ଉର୍ବରତା ବିହୀନ ଓ ଉପରିସ୍ଥ ଆକାଶର କାକର ବିହୀନ ହେବ। ତୁମ୍ଭେ ଖଡ଼୍ଗଜୀବୀ ଓ ଆପଣ ଭ୍ରାତାର ଦାସ ହେବ। ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ଡାଇବ, ସେତେବେଳେ ଆପଣା କାନ୍ଧରୁ ତାହାର ଜୁଆଳି ପକାଇଦେବ। ଯାକୁବ ଲାବନ ପାଖକୁ ପଳାୟନ କରନ୍ତି। ଆଦି ପୁସ୍ତକ 27 ପର୍ବ ତାର 41 ପଦରେ ଲେଖା ଅଛି, ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହେତୁରୁ ଏସୋ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା। ଏସଉ ଭାବୁଛି, ମୋ ପିତା ବୃଦ୍ଧ ହେଲେଣି ଏବଂ ଆଉ ବେଶୀ ଦିନ ବଞ୍ଚିବେ ନାହିଁ। ମୋ ପିତାଙ୍କ ମୃତ୍ୟୁ ହେବା କ୍ଷଣି ମୁଁ ଯାକୁବଙ୍କୁ ହତ୍ୟା କରିବି, ତାଙ୍କୁ ମୋ ସମ୍ମୁଖରୁ ହଟାଇ ଦେବି। ଏହା ସେ ମନରେ ସ୍ଥିର କଲା ଏବଂ ହୁଏତ ତାର କିଛି ଅନ୍ତରଙ୍ଗ ଲୋକଙ୍କୁ ମଧ୍ୟ କହିଲା। ଆଦି ପୁସ୍ତକ 27 ପର୍ବ ତାର 42-43 ପର୍ବରେ ଲେଖା ଅଛି। ମାତ୍ର ଜ୍ୟେଷ୍ଠ ପୁତ୍ର ଏସୋର ଏରୂପ କଥା ରିବିକାର କର୍ଣ୍ଣ ଗୋଚର ହେଲା। ତହୁଁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୁବକୁ ଡକାଇ କହିଲା, ଦେଖ ତୁମ୍ଭର ଭ୍ରାତା ଏସୋ ତୁମକୁ ବଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରିଅଛି। ଏଣୁକରି ପୁତ୍ର ମୋହର କଥା ଶୁଣ, ତୁମେ ହାରଣ ନଗରକୁ ପଳାଇ ମୋହର ଭ୍ରାତା ଲାବନ ନିକଟକୁ ଯାଅ। ଏଠାରେ ଆମେ ପୁଣି ଥରେ ଦେଖୁଛୁ ଯେ ରିବିକା ପରିସ୍ଥିତିକୁ ନିଜ ହାତକୁ ନେଉଛନ୍ତି। ସେ ଯାକୁବଙ୍କୁ କହୁଛନ୍ତି, ତୁମେ ଘରୁ ଚାଲିଯିବାକୁ ପଡ଼ିବ। ସେ ଜାଣିନଥିଲେ ଯେ ଏଥିରେ ତାଙ୍କର ଅଂଶ ଏବଂ ତାଙ୍କ ପାପ ପାଇଁ ତାଙ୍କୁ ମୂଲ୍ୟ ଦେବାକୁ ପଡ଼ିବ। ସେ ଏହି ପୁଅକୁ ଆଉ କେବେ ଦେଖିପାରିଲେ ନାହିଁ। ସେ କହିଥିଲେ ଯେ ସେ ତାଙ୍କୁ କିଛି ସମୟ ପାଇଁ ସେଠାକୁ ପଠାଇବେ, କିନ୍ତୁ ଏହା ବହୁତ ଲମ୍ବା ସମୟ ଥିଲା ଏବଂ ସେ ଫେରିବା ପୂର୍ବରୁ ସେ ମୃତ୍ୟୁବରଣ କଲେ। ଆମକୁ ମନେ ରଖିବାକୁ ପଡ଼ିବ ଯେ ଯାକୁବ ତାଙ୍କ ମାତାଙ୍କର ପ୍ରିୟ ଥିଲେ। ସେ ଚାହାନ୍ତି ଯେ ଯାକୁବ ତାଙ୍କ ଭାଇ ଲାବନଙ୍କ ପାଖକୁ ସେ ଯାଉ ଏବଂ ସେଠାକୁ ହିଁ ସେ ତାଙ୍କୁ ପଠାଇବେ। ଏହିଠାରେ ଯାକୁବ ତାଙ୍କର ପାଠ ଶିଖିବେ। ବୃଦ୍ଧ ମାମୁଁ ଲାବନ ତାଙ୍କୁ ସ୍କୁଲରେ ପାଠ ପଢ଼ାଇବେ ଏବଂ କିଛି ଜିନିଷ ଶିଖାଇବେ। ଯାକୁବ ଭାବୁଥିଲେ ଯେ ସେ ଚତୁର, କିନ୍ତୁ ଲାବନ ମାମୁଁ ଚତୁରତାରେ ବିଶେଷଜ୍ଞ। ବିଚରା ଯାକୁବ ଜାଣିବେ ଯେ ସେ କେବଳ ଜଣେ ଅପରିପକ୍ୱ ବ୍ୟକ୍ତି ଏବଂ ସବୁକିଛି ଶେଷ ହେବା ପୂର୍ବରୁ ସେ ହତାଶାରେ ପରମେଶ୍ୱରଙ୍କୁ ଡାକ ପକାଇବ। ଆଦି ପୁସ୍ତକ 27 ପର୍ବ ତାର 44 ଏବଂ 45 ପଦରେ ଲେଖା ଅଛି, ପୁଣି ଯେପର୍ଯ୍ୟନ୍ତ ତୁମ ଭ୍ରାତାର ପ୍ରଚଣ୍ଡ କ୍ରୋଧ ନିବୃତ୍ତ ନ ହୁଏ, ସେ ପର୍ଯ୍ୟନ୍ତ କିଛି କାଳ ସେଠାରେ ଥାଅ। ଅନନ୍ତର ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ୍ତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ ତାହା ସେ ପାଶୋରି ଗଲେ, ମୁଁ ଲୋକ ପଠାଇ ସେଠାରୁ ତୁମକୁ ଅଣାଇବି। ଏକ ଦିନରେ ତୁମ୍ଭ 2 ଜଣଙ୍କୁ କାହିଁକି ହରାଇବି? ଧ୍ୟାନ ଦିଅନ୍ତୁ ଯେ ରିବିକା ଯାକୁବକୁ କିଛି ଦିନ ପାଇଁ ପଠାଇ ଦେବେ ବୋଲି କହୁଛନ୍ତି। କିଛି ଦିନଟା ବଢ଼ି ବଢ଼ି 20 ବର୍ଷ ହେଲା ଏବଂ ସେହି ସମୟରେ ମଧ୍ୟରେ ରିବିକା ମରିଗଲେ। ସେ ଆଉ କେବେ ତାର ପ୍ରିୟ ପୁଅକୁ ଦେଖିପାରିଲେ ନାହିଁ। ଆମେ ସେହି ବର୍ଷଗୁଡ଼ିକରେ ରିବିକାର ଜୀବନକୁ କଳ୍ପନା କରିପାରିବା। ଯେତେବେଳେ ଆମେ ବିଚାର କରୁ ଯେ ସେହି ଘଟଣା ପରେ ଏସୋ ହୁଏତ ତାଙ୍କ ମାଙ୍କ ବିଷୟରେ ଆଉ ଅଧିକ ଚିନ୍ତା କରିନଥିବେ। ଆଦି ପୁସ୍ତକ 27 ପର୍ବ ତାର 46 ପଦରେ ଲେଖା ଅଛି, ଅନନ୍ତର ରିବିକା ଇସାହାକଙ୍କୁ କହିଲା, ଏହି ହିତ୍ୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି। ଯେବେ ଯାକୁବ ଏମାନଙ୍କ ତୁଲ୍ୟ କୌଣସି ହିତ୍ୟ କନ୍ୟାକୁ ଅର୍ଥାତ୍ ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ, ତେବେ ମୋହର ପ୍ରାଣ ଧାରଣରେ କି ସୁଖ। ମନେ ରଖନ୍ତୁ ଯେ ଏସୋ ଏହି ମୂର୍ଖ
ଈଶ୍ୱରହୀନ ହିତ୍ୟ କନ୍ୟାକୁ ବିବାହ କରିଥିଲେ। ଏହା ପୂର୍ବରୁ ଘରେ ଦୁଃଖ ଆସି ସାରିଥିଲା ଏବଂ ରିବିକା ମଧ୍ୟ ଏଥିରେ ଭାରାକ୍ରାନ୍ତ ହୋଇଥିଲେ। ଏବେ ସେ ଇସାହାକଙ୍କୁ କହୁଛନ୍ତି ଯେ ଯଦି ଜାକୁବ ସେଠାରେ ରୁହନ୍ତି ତେବେ ସେ ମଧ୍ୟ ସମାନ କାମ କରିବ। ସେ ଏହାକୁ ଜାକୁବଙ୍କୁ ଏସୋଙ୍କଠାରୁ ରକ୍ଷା କରିବା ପାଇଁ ଘରୁ ଦୂରେଇ ନେବା ପାଇଁ ଏକ ଉତ୍କୃଷ୍ଟ ବାହାନା ଭାବରେ ବ୍ୟବହାର କରିପାରିବେ। ସେ ଇସାହାକଙ୍କ ସହିତ ଏହି ଛୋଟ ଆଲୋଚନା କରିଛନ୍ତି ଯାହା ତାଙ୍କୁ ବୁଝେଇବା ପାଇଁ ଜାକୁବଙ୍କୁ ତାଙ୍କ ପରିବାର ନିକଟକୁ ତାଙ୍କ ଭାଇ ଲାବନଙ୍କ ପାଖକୁ ପଠାଇ ଦିଆଯିବ। ମନେ ରଖନ୍ତୁ କିପରି ଅବ୍ରାହ୍ମଙ୍କ ଦାସ ରିବିକାଙ୍କୁ ଆଣିବା ପାଇଁ ସେଠାକୁ ଯାଇଥିଲେ। ତେଣୁ ଏବେ କଥା ହେଉଛି ଯେ ଜାକୁବଙ୍କୁ ପତ୍ନୀ ଖୋଜିବା ପାଇଁ ସେଠାକୁ ପଠାଇ ଦିଆଯିବ ଏବଂ ତାହା ସଙ୍ଗେ ସଙ୍ଗେ ତାଙ୍କୁ ବିପଦରୁ ବାହାର କରିବା ପାଇଁ ମଧ୍ୟ। ପ୍ରକୃତରେ ମୁଁ ଭାବୁଛି ଯେ ଯଦି ସେ ଘରେ ରହିଥାନ୍ତେ ତେବେ ଏସୋ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥାନ୍ତେ। ତଥାପି ଏହାର ପରିଣାମ ଏପରି ହେଲା ଯେ ପ୍ରଥମେ ରିବିକା ମୃତ୍ୟୁବରଣ କରିଥିଲେ ଏବଂ ଜାକୁବ ତାଙ୍କ ପିତାଙ୍କ ଶବଦାହ ପାଇଁ ଫେରି ଆସିଥିଲେ, କିନ୍ତୁ ସେ ଆଉ କେବେ ତାଙ୍କ ମାଙ୍କୁ ଦେଖିପାରିନଥିଲେ। ପ୍ରିୟ ବନ୍ଧୁ, ଆଜି ତ ଆମ ସମୟ ଶେଷ ହେଲାଣି। ମୁଁ ଆଶା କରେ ଆଜିର ଅଧ୍ୟୟନଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଢ଼ାଇ ଆଣିଅଛ। ସୁନ୍ଦର ବାକ୍ୟ ଦ୍ୱାରା ପ୍ରଭୁ ଆଜି ଆମମାନଙ୍କୁ ତୁମେ କଥା କହିଛ। ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ଅଧ୍ୟୟନରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଛୁ ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ଏସୋ ଏବଂ ଜାକୁବଙ୍କର ଜୀବନରେ ଏହି ପ୍ରକାର ବିଷୟଟି ପ୍ରଭୁ ଆମେ ଶିକ୍ଷା ଲାଭ କଲୁ। ପବିତ୍ର ପ୍ରିୟ ପ୍ରଭୁ, ଆମେମାନେ ଯେତେବେଳେ ଏହି ଜଗତ ମଧ୍ୟରେ ବଞ୍ଚି ରହିଛୁ ଆମମାନଙ୍କୁ ତୁମେ ଏକ ବିଶ୍ୱାସମୟ ଜୀବନ କାଟିବା ପାଇଁ ସାହାଯ୍ୟ କର। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଅଧ୍ୟୟନରୁ ଆମେ ଶିଖିଲୁ ଯେ କିପରି ଜାକୁବ ନିଜ ମାତା ରିବିକାଙ୍କ ସହାୟତାରେ ନିଜ ପିତା ଇସାହାକଙ୍କୁ ପ୍ରତାରିତ କରିଥିଲେ, ଯାହା ଫଳରେ ଇସାହାକ ଏସୋଙ୍କୁ ଦେବାକୁ ଚାହୁଁଥିବା ଆଶୀର୍ବାଦ ଜାକୁବ ପ୍ରାପ୍ତ କଲେ। ଯଦିଓ ପରମେଶ୍ୱର ପୂର୍ବରୁ ହିଁ ପ୍ରତିଜ୍ଞା କରିଥିଲେ ଯେ ଜ୍ୟେଷ୍ଠ ଜଣକ କନିଷ୍ଠର ସେବା କରିବ, ତଥାପି ଜାକୁବ ଏବଂ ରିବିକା ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ଭରସା ରଖିବାରେ ବିଫଳ ହେଲେ ଏବଂ ଆଶୀର୍ବାଦ ପାଇବା ପାଇଁ ପ୍ରତାରଣାର ଆଶ୍ରୟ ନେଲେ। ଜାକୁବ ନିଜକୁ ଏସୋଙ୍କ ପରି ଭେଷ ଧାରଣ କଲେ ଏବଂ ନିଜ ପିତାଙ୍କ ନିକଟରେ ମିଥ୍ୟା କହିଲେ। ଏପରିକି ପରମେଶ୍ୱର ତାଙ୍କୁ ଶୀଘ୍ର ଖାଦ୍ୟ ପାଇବାରେ ସାହାଯ୍ୟ କରିଛନ୍ତି ବୋଲି ମଧ୍ୟ କହିଥିଲେ। ଇସାହାକଙ୍କ ମନରେ ସନ୍ଦେହ ଥିଲେ ମଧ୍ୟ ସେ ଶେଷରେ ପ୍ରତାରିତ ହେଲେ ଏବଂ ଜାକୁବଙ୍କୁ ଆଶୀର୍ବାଦ ପ୍ରଦାନ କଲେ। ଯେତେବେଳେ ଏସୋ ଫେରିଲେ ଏବଂ ସବୁ କିଛି ଜାଣିବାକୁ ପାଇଲେ, ସେ ଅତ୍ୟନ୍ତ ମର୍ମାହତ ହୋଇ ଚିତ୍କାର କଲେ ଏବଂ ଜାକୁବଙ୍କ ପ୍ରତି କ୍ରୋଧରେ ଭରିଗଲେ। ଏହି ଅଧ୍ୟାୟ ଆମକୁ ମନେ ପକାଇ ଦିଏ ଯେ ଯଦିଓ ପରମେଶ୍ୱରଙ୍କ ଯୋଜନାକୁ କେହି ଅଟକାଇ ପାରିବେ ନାହିଁ, ତଥାପି ମାନବୀୟ ପ୍ରତାରଣା ଏବଂ ପାପ ପ୍ରାୟତଃ ଯନ୍ତ୍ରଣାଦାୟକ ପରିଣାମ ନେଇ ଆସିଥାଏ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। Kiri
विश्वास दियो धर्ममय अति बहुमूल्य प्रभुଙ୍କ वाक्य केडे बहुमूल्य केडे बहुमूल्य অনন্ত কালস্থায়ী অপরিবর্তনীয় শুদ্ধ সুবর্ণ ঠারু উত্তম স্বর্গীয় অনন্ত কালস্থায়ী অপরিবর্তনীয় শুদ্ধ সুবর্ণ ঠারু উত্তম স্বর্গীয় সান্ত্বনাদায়ক সুমন্ত্রণদায়ক নির্মল জ্ঞানদায়ী অপূর্ব অতুল্য প্রভুଙ୍କ ବାକ୍ୟ କେଡ଼େ ବହୁମୂଲ୍ୟ କେଡ଼େ ବହୁମୂଲ୍ୟ ବ୍ୟବସ୍ଥା ବିଧାନ ବିଧି ଆଜ୍ଞା ପ୍ରଭୁଙ୍କର ଶାସନ ସକଳ ତାଙ୍କ ଗତ ପ୍ରଶ୍ନର ଉତ୍ତରଟି ହେଉଛି ଡି ଅବିମେଲକ। ଆଜିର ପ୍ରଶ୍ନଟି ହେଉଛି ଯାକୁବଙ୍କ ମାମୁଙ୍କ ନାମ କ'ଣ ଥିଲା? ଏ ଲାବନ, ବି ବଥୁଏଲ, ସି ନାହୋର, ଡି କୌଣସିଟି ନୁହେଁ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা আমাকে জনাইবাকু অনুরোধ। যদি আপনার আম কার্যক্রম ভাল লাগুচি তেবে 0444908129 রে মিসড কল দেই বিজয় হয়ে পারিবে। গত সপ্তাহর বিজয় দর্শক বন্ধু হেলে গজপতিরু মীনা কুমারী মিসাল ও পরিবার।